ସମସ୍ତେ ଆସନ୍ତି। ତେଣୁ ଆପଣମାନଙ୍କୁ ଧନ୍ୟବାଦ। ସର୍ବପ୍ରଥମେ ମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା, କାରଣ ସେ ଆମମାନଙ୍କୁ ସକାଳୁ ଏ ପର୍ଯ୍ୟନ୍ତ ଆମଙ୍କର ସଭାପତି ପରମେଶ୍ୱର ଥିଲେ। ସମସ୍ତ ପ୍ରକାର ଆମକୁ ବିପଦ ଆପଦରୁ ଆମକୁ ରକ୍ଷା କଲେ। ଆଉ ସବୁ ବିଷୟ ତ ଚାଲିଛି, ଆମର ରୋଗ ବ୍ୟାଧି ଏସବୁ ଚାଲିଛି, କିନ୍ତୁ ଆମମାନଙ୍କୁ ଏଠୁ ଉପସ୍ଥିତ ମାନେ ହେଲା ଭଳି ଆମମାନଙ୍କୁ ସେ ସମସ୍ତ କଲେ। ତେଣୁ ଆମେ ତାଙ୍କୁ ପ୍ରଥମେ ଧନ୍ୟବାଦ ଦେବା। ବର୍ତ୍ତମାନ ମାନେ ଆମ ଯୋଉ ଆଲୋଚନା ଯୋଉ ଆମେ ପ୍ରତ୍ୟେକ ମଙ୍ଗଳବାର ଆମେ କରୁଛେ ତାକୁ ଆରମ୍ଭ କରିବା। ତା ପୂର୍ବରୁ ଆମମାନେ ପ୍ରାର୍ଥନା କରିବା, ତାପରେ ଆମମାନେ ଆରମ୍ଭ କରିବା। ଆମମାନଙ୍କ ମଧ୍ୟରେ ମାଧବ ଭାଇ ଅଛନ୍ତି, ସେ ଆରମ୍ଭ ପ୍ରାର୍ଥନା କରିବେ, ତାପରେ ଆମେ ଆରମ୍ଭ କରିବା। ସମସ୍ତଙ୍କୁ ପୁଣି ଥର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହାନ ନାମରେ ନମସ୍କାର। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛୁ ଆମଙ୍କର ଦୟାଳୁ ପିତା ପରମେଶ୍ୱର, ଆପଣଙ୍କର ଗୌରବ ମହିମା ପ୍ରଶଂସା ପିତା। ଆପଣ ଆଜିର ନୂଆ ଦିନ ସୁନ୍ଦର ସକାଳରୁ ଏହି ସନ୍ଧ୍ୟା କାଳୀନ ସମୟ ପର୍ଯ୍ୟନ୍ତ ଆମମାନଙ୍କର ସହବର୍ତ୍ତି ଥିଲେ, ଆମମାନଙ୍କୁ ସାହାଯ୍ୟ କଲେ ଏବଂ ଦିନ ସାରା ପିତା ଆପଣ ମାନଙ୍କୁ ପ୍ରତିପୋଷଣ କରି ଏହି ସନ୍ଧ୍ୟା କାଳୀନ ସମୟରେ ଆପଣଙ୍କର ବାକ୍ୟରୁ କିଛି ଶିଖିବା ପାଇଁ, ଆପଣଙ୍କର ପ୍ରଶଂସା ଗୌରବ କରିବା ପାଇଁ ଆମମାନଙ୍କୁ ଉପସ୍ଥିତ କରିଥିବାରୁ ଧନ୍ୟବାଦ ଦଉଛୁ ପିତା। ଆମମାନେ ଏହି ଅନଲାଇନ ମାଧ୍ୟମରେ ଯୋଉ କ୍ଲାସ ଆରମ୍ଭ କରୁଛୁ, ଯେପରି କ୍ଲାସ ମଧ୍ୟରେ ଅନଲାଇନ ଯୋଉ ଆମେ ଅଛୁ ପିତା, ଯେପରି ନେଟୱାର୍କ ପ୍ରୋବ୍ଲେମ ହଉ ଏବଂ ଏପରି କୌଣସି ଟେକ୍ନିକାଲ ପ୍ରୋବ୍ଲେମ ଯେପରି ନ ହୁଏ, ଶୃଙ୍ଖଳିତ ଭାବରେ ଆପଣଙ୍କର ଉଦ୍ଦେଶ୍ୟରେ ଆମେ ଆପଣଙ୍କର ବାକ୍ୟରୁ କିଛି ଶିଖିବା ପାଇଁ ସୁଯୋଗ ପାଇପାରୁ, ସେଥିପାଇଁ ସାହାଯ୍ୟ କରନ୍ତୁ ପିତା। ଯେଉଁ ଭାଇ ଭାଗ ନେଇଛନ୍ତି ସେ ଭାଇଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ, ବୁଦ୍ଧି ପ୍ରଦାନ କରନ୍ତୁ ପିତା, ଯେପରି ସେ ଆପଣଙ୍କର ବାକ୍ୟ ଆମମାନଙ୍କ ନିକଟରେ ସୁନ୍ଦର ଭାବରେ ପ୍ରକାଶ କରିପାରିବେ। ଧନ୍ୟବାଦ। ଏଇ ଛୋଟିଆ ପ୍ରାର୍ଥନା ଆପଣଙ୍କ ଦ୍ୱିତୀୟ ପୁତ୍ର ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ଧନ୍ୟବାଦ। ଆମେ ଗୋଟେ ଗୀତ ମାଧ୍ୟମରେ ପରମେଶ୍ୱରଙ୍କୁ ପ୍ରଶଂସା କରିବା। ଆପଣ ଯଦି ଗାଇବାକୁ ଚାହାନ୍ତି ଆପଣଙ୍କ ମାଇକ କୁ ଅଫ୍ କରି ଖାଇବେ, ନହେଲେ ସାଉଣ୍ଡ ଟା ଡିଷ୍ଟର୍ବ କରିବ। ଧନ୍ୟବାଦ ପିତାଙ୍କୁ ଦିଅ ହଇ ହରଷ, ସେ ଗୀତ ଆମେ ଗାଇବା। ଧନ୍ୟବାଦ ପିତାଙ୍କୁ ଦିଅ ହଇ ହରଷ, ଧନ୍ୟବାଦ ପିତାଙ୍କୁ ଦିଅ ହଇ ହରଷ। ପାପ ନାଶ କଲେ ଈଶ, କଲେ ସେ ପ୍ରେମ ଅଶେଷ। ପାପ ନାଶ କଲେ ଈଶ, କଲେ ସେ ପ୍ରେମ ଅଶେଷ। ଧନ୍ୟବାଦ ପିତାଙ୍କୁ ଦିଅ ହଇ ହରଷ, ଧନ୍ୟବାଦ ପିତାଙ୍କୁ ଦିଅ ହଇ ହରଷ। ଅର୍ଣ୍ଣ ବସ୍ତ୍ର ଅଭାବରୁ, ଘର ଆପଦ ବିପଦରୁ, ଅର୍ଣ୍ଣ ବସ୍ତ୍ର ଅଭାବରୁ, ଘର ଆପଦ ବିପଦରୁ, ନାନା ରୋଗ ସଂକଟରୁ, କଳୁଷିତ ଜୀବନରୁ, ନାନା ରୋଗ ସଂକଟରୁ, କଳୁଷିତ ଜୀବନରୁ, ରକ୍ଷା କରତା ହେ ଈଶ୍ୱର, ଦେଲ ସୁସ୍ଥ ଶରୀର। ରକ୍ଷା କରତା ହେ ଈଶ୍ୱର, ଦେଲେ ସୁସ୍ଥ ଶରୀର। ହଇ ସରବେ ସନ୍ତୋଷ, କର ଅତି ଉଲ୍ଲାସ। ହଇ ସରବେ ସନ୍ତୋଷ, କର ଅତି ଉଲ୍ଲାସ। ଧନ୍ୟବାଦ ପିତାଙ୍କୁ ଦିଅ ହଇ ହରଷ, ଧନ୍ୟବାଦ ପିତାଙ୍କୁ ଦିଅ ହଇ ହରଷ। ଧନ୍ୟ ଯେହୋବାଙ୍କ ନାମ,
କରିଣ ଅଶେଷ ପ୍ରେମ, ଧନ୍ୟ ଜିହ୍ୱାଙ୍କ ନାମ। କରିଣ ଅଶେଷ ପ୍ରେମ, ଆମ ପାପ ଅନୁସାରେ ପ୍ରତିଫଳ ସେ ନ ଦେଲେ। ଆମ ପାପ ଅନୁସାରେ ପ୍ରତିଫଳ ସେ ନ ଦେଲେ। ସେ ଦୟାକୁ ହେଜି ମନରେ କନକର ଆନନ୍ଦରେ। ସେ ଦୟାକୁ ହେଜି ମନରେ ଗାନ କର ଆନନ୍ଦରେ। କ୍ଷମି ଆମରି କଳୁଷ, କଲେ ସେ କୃପା ଅଶେଷ। କ୍ଷମି ଆମରି କଳୁଷ, କଲେ ସେ କୃପା ଅଶେଷ। ଧନ୍ୟବାଦ ପିତାଙ୍କୁ ଦିଅ, ହୋଇ ହରଷ। ଧନ୍ୟବାଦ ପିତାଙ୍କୁ ଦିଅ, ହୋଇ ହରଷ। ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ବର୍ତ୍ତମାନ ମାନେ ବାକ୍ୟ ମଧ୍ୟକୁ ଯିବା। ଯେପରି ଆମେ ପ୍ରତ୍ୟେକ ମଙ୍ଗଳବାର ଆମେ ବାକ୍ୟରୁ କିଛି କିଛି ବିଷୟ ଶିଖୁଛୁ। ଯାହା ଏକ ଖ୍ରୀଷ୍ଟିଆନ ପାଇଁ ବା ବିଶ୍ୱାସୀ ପାଇଁ ଆତ୍ମିକରେ ଏବଂ ଶାରୀରିକରେ ବଳବାନ, ସୁଦୃଢ ଏବଂ ଏକ ସଚ୍ଚା ଖ୍ରୀଷ୍ଟିଆନ ମାନେ ହବା ପାଇଁ ଆମ ମାନଙ୍କୁ ସାହାଯ୍ୟ କରିଥାଏ। ସେଥିପାଇଁ ଆମେ କଣ କରୁଛୁ, ପ୍ରତ୍ୟେକ ସପ୍ତାହରେ ଆମେ ଈଶ୍ୱରଙ୍କ ଯୋଉ ବାକ୍ୟ ଆମେ ଶିଖୁଛୁ। କାରଣ ଶାରୀରିକରେ ବଞ୍ଚିବା ପାଇଁ ଆମ ମାନେ ଯେମିତି ଆଉ ଶାରୀରିକ ଖାଦ୍ୟ ଆମେ ଖାଉ, ତା ଭାତ ହଉ, ଡାଲି ହଉ, ପରିବା ହଉ, ଫଳ ହଉ, ଯାହାବି ଆମେ ଖାଉ, ସେଇପରି ଭାବେ ଆତ୍ମିକରେ ବଞ୍ଚିବା ପାଇଁ ବା ଆତ୍ମିକରେ ଆମେ ସୁଦୃଢ ବଳବାନ ହବା ପାଇଁ ଆମେ ଆତ୍ମିକ ଖାଦ୍ୟ ଯାହାକି ଈଶ୍ୱରଙ୍କ ବାକ୍ୟକୁ ବୁଝାଏ, ତାହା ଆମେ କଣ କରୁଛୁ, ଆମେ ପ୍ରତ୍ୟେକ ସପ୍ତାହରେ ଆମେ ଖାଉଛୁ। ତ ଆଜି ମଧ୍ୟ ଆମେ ସେଇପରି ବାକ୍ୟରୁ କିଛି ବିଷୟ ଆମେ ଆଉ ଶିଖିବା। ଆମେ ବାକ୍ୟରୁ ଶିଖିବାର ଉଦ୍ଦେଶ୍ୟ ମାନେ ଏହା କି ଆମେ ଯୋଉ ବିଶ୍ୱାସରେ ଆମେ ପ୍ରଭୁ ପାଖକୁ ଆମେ ଆସିଛେ, ଯୋଉ ଭରସାରେ ଆମେ ଈଶ୍ୱର ପାଖକୁ ଆମେ ଆସିଛେ, ଆମ ବିଶ୍ୱାସ, ଆମ ଭରସା ଯେପରି କୌଣସି ପରିସ୍ଥିତିରେ ବା ଆ କୌଣସି କିଛି ବିଷୟ ପାଇଁ ଯେମିତି କମଜୋରି ବା ଦୁର୍ବଳ ବା ଆମେ ପଡି ନ ଯାଉ, ସେଇୟା ହଉଛି ତାର ଉଦ୍ଦେଶ୍ୟ। ତେଣୁ ଆମେ ଯଦି ବାଇବେଲ ମଧ୍ୟ ଆମେ ଦେଖୁଛୁ କେତେବେଳେ, ଆଉ ପ୍ରଭୁ ଯୀଶୁ ଆରମ୍ଭରୁ ହିଁ ସେ କଣ କଲେ, ଛୋଟ ବେଳୁ ହିଁ ସେ ଶିକ୍ଷା ଦବାରେ କଣ ହଉଛନ୍ତି, ଆଉ ବାହାରି ପଡୁଛନ୍ତି। ଶିକ୍ଷା ଶିକ୍ଷା ସମସ୍ତ ବିଷୟରେ ଶିକ୍ଷା, ଜାଗତିକରେ କେମିତି ବଞ୍ଚିବା, ଆତ୍ମିକରେ କେମିତି ବଞ୍ଚିବା, ପରିବାରରେ କେମିତି ବଞ୍ଚିବା, ଗୋଟେ ଖ୍ରୀଷ୍ଟିଆନ ଜୀବନରେ ଯଦି ଦୁଃଖ, କଷ୍ଟ, ଯନ୍ତ୍ରଣା, ଅସୁବିଧା ହଉଛି, ତ ସେଇଠୁ ଆମେ କେମିତି ଉଦ୍ଧାରି ହବା, ତାକୁ କେମିତି ଆମେ ସହି ପାରିବା, ଆମ ଦ୍ଵାରା କେମିତି ପାପ ନହବ, ଆମେ କେମିତି ଆହୁରି ଆତ୍ମୀୟ କ୍ଷେତ୍ରରେ ବଢିବା, ଏସବୁ ବିଷୟରେ ସେ କଣ କହୁଥିଲେ, ଖାଲି ଶିକ୍ଷା ଦଉଥିଲେ। ତାପରେ ପ୍ରେରିତ ମାନେ ମଧ୍ୟ କଣ କଲେ, ଶିକ୍ଷା ଦେଲେ। ତ ଆଜିର ଯୋଉ ମେନ୍ ବିଷୟ ମୁଁ ଆଜି ହେଇଛି ଟପିକରେ, କି ଆମେ ଆଉ ଟିକେ ଦେଖିଦବା ସେ ଟପିକ ଟା। ସେ ଟପିକ ଟା କଣ ଲେଖା ହେଇ, ଟିକେ ପଢିଦବ ମାଧବ, ଆଜିର ବିଷୟର। ହ୍ୟାଲୋ, ହଁ ଶୁଭା ଯାଉଛି? ହଁ ହଁ। ବିଶ୍ୱାସରେ ଦୁର୍ବଳ ହେବାର କେତୋଟି କାରଣ। ଠିକ ଅଛି, ଧନ୍ୟବାଦ। ଈଶ୍ୱରଙ୍କୁ ଅନେକ ଲୋକ କଣ କରୁଛନ୍ତି, ବିଶ୍ୱାସ କରୁଛନ୍ତି, ବହୁତ ଲୋକ ବିଶ୍ୱାସ କରୁଛନ୍ତି। କିଏ କୋଉ କାରଣ ପାଇଁ ବିଶ୍ୱାସ କରୁଛନ୍ତି ଆମେ ଜାଣିନେ, କିନ୍ତୁ ଯିଏ ଯୋଉ କାରଣ ପାଇଁ ବିଶ୍ୱାସ କରନ୍ତି, ତାପରେ ବିଶ୍ୱାସ କଲା ପରେ ଈଶ୍ୱରଙ୍କ ପାଖକୁ ଆସନ୍ତି, ପ୍ରାର୍ଥନା ଆସନ୍ତି, ଆଉ ତାଙ୍କର ଯେତେ ସବୁ ଯାହା ସବୁ କାର୍ଯ୍ୟକ୍ରମ ଅଛି, ସେ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି।
ତାପରେ ସମୟାନୁକ୍ରମେ ଆମେ ଯେ ଦେଖୁଛେ ଅନେକ ବିଶ୍ୱାସୀ କଣ ହୁଅନ୍ତି ଆଉ ତାଙ୍କ ବିଶ୍ୱାସରେ ସେ ଦୁର୍ବଳ ହେଇଯାଆନ୍ତି। ଯେକୌଣସି ପରିସ୍ଥିତିରେ ପଡି ହଉ ବା ଯେକୌଣସି ଅସୁବିଧା ଯୋଗୁ ହଉ ବା ରୋଗ ବ୍ୟାଧି ଯୋଗୁ ବହୁତ କାରଣ ଅଛି। ବହୁତ କାରଣ ଯୋଗୁ କଣ କୁହନ୍ତି ସେମାନେ ଯୋଉ ବିଶ୍ୱାସ ରେ ସେମାନେ ଆସିଥାନ୍ତି ସେ ବିଶ୍ୱାସ ଟା ସେମାନଙ୍କର ଦୁର୍ବଳ ହେଇଯାଏ। ଆଇ ମଧ୍ୟ ଆଉ ଅନେକ ସେମିତି ଘଟଣା ମାନ ଆମେ ଦେଖିଛୁ। କି 2 ବର୍ଷର ବିଶ୍ୱାସୀ 5 ବର୍ଷର ବିଶ୍ୱାସୀ 4 ବର୍ଷର ବିଶ୍ୱାସୀ ପ୍ରାର୍ଥନା ଯାଉଥିବେ ସବୁ ରବାର ଯାଉଥିବେ ପ୍ରାର୍ଥନା ମିଟିଂ ଫିଟିଂ ଯାଉଥିବେ କିନ୍ତୁ ହଠାତ୍ କଣ ହବ ଗୋଟେ ଦିନ ସେମାନେ ସବୁ ପ୍ରାର୍ଥନା ବନ୍ଦ କରିଦେବେ। ଈଶ୍ୱର ପାଖକୁ ଯିବାଟା ବନ୍ଦ କରିଦେବେ ଆଉ ପ୍ରତ୍ୟେକ ଯୋଉ କାର୍ଯ୍ୟକ୍ରମ କରୁଥିଲେ ଖ୍ରୀଷ୍ଟିଆନ ହେଲା ପରେ ବା ବିଶ୍ୱାସୀ ହେଲା ପରେ ସେ ସବୁ ହଠାତ୍ ବନ୍ଦ କରିଦେବେ। ଆଉ ତାଙ୍କୁ କଣ ହେଲା ଆଉ ପ୍ରାର୍ଥନା ଚାହୁଁନ ପଚାରିଲା ପରେ ସେ ତାଙ୍କର ସବୁ ଦୁର୍ବଳତା ବା ତାଙ୍କର ସବୁ ଅସୁବିଧା ବା ତାଙ୍କର ସବୁ ସମସ୍ୟା କଣ କରିବେ ସେମାନେ କହିବେ। ଯେ ଏମିତି ଅସୁବିଧା ହେଲା ଏମିତି ଆସିଲା ପରେ ସେମିତି ହେଲା ସେମିତି ଆସିଲା ପରେ ଏମିତି ହେଲା। ଏସବୁ ଅସୁବିଧା କଣ କରିବେ ସେମାନେ ସବୁ କହିବେ। ତ ଆଜି ଆମେ ଦେଖିବା ଅନେକ କାରଣ ଅଛି ଆଉ ଜଣେ ବିଶ୍ୱାସୀ ତାର ବିଶ୍ୱାସ କେତେବେଳେ ସେ ହରାଇଥାଏ ବା ସେତେବେଳେ ସେ ଈଶ୍ୱରଙ୍କ ଠାରୁ ପୁଣି ଥରେ ଫେରିଯାଏ ତାର ଅନେକ କାରଣ ଅଛି କିନ୍ତୁ ଆଜି ତା ଭିତରୁ ଗୋଟେ କାରଣ ଦେଖିବା ଆଉ ପ୍ରତ୍ୟେକ ମଙ୍ଗଳବାର ଯଦି ପ୍ରଭୁ ବଞ୍ଚେଇଥାନ୍ତି ଆମେ କିଛି କିଛି କାରଣ ଆମେ ଦେଖି ଚାଲିବା। ଆଉ ଏହା ପରମେଶ୍ୱରଙ୍କ ଇଚ୍ଛା କି ଯୋଉମାନେ ଈଶ୍ୱରଙ୍କ ପାଖକୁ ବିଶ୍ୱାସ କରି ଆସନ୍ତି ଆଉ ପରମେଶ୍ୱର ଚାହାନ୍ତି କି ତାଙ୍କ ବିଶ୍ୱାସ ଶେଷ ପର୍ଯ୍ୟନ୍ତ ସେ କଣ ହୁଅନ୍ତି ଧରିକି ରଖନ୍ତୁ ସେ ଆଉ ଚାହାନ୍ତି କି ଯେତେ ଦୁଃଖ କଷ୍ଟ ଯନ୍ତ୍ରଣା ଯୋଉ ଗୋଟେ ଖ୍ରୀଷ୍ଟିଆନ ଜୀବନରେ ଆସିଲେ ମଧ୍ୟ ଯେତେ ସମସ୍ୟା ଆସିଲେ ମଧ୍ୟ ସେ ଯେମିତି ତାର ଆଉ ବିଶ୍ୱାସ ଟାକୁ ସିଏ ଆଉ କମଜୋର ନ କରେ ଦୁର୍ବଳ ନ କରେ ଏହା ପରମେଶ୍ୱର ଚାହାନ୍ତି। ତେଣୁ ଆଉ ନୂତନ ନିୟମରେ ଆମେ ଦେଖିବା ଯଦି ଆଉ ପ୍ରୀତିରୁ ଆମେ ଷ୍ଟାର୍ଟ କରିବା ପ୍ରତ୍ୟେକ ପୁସ୍ତକର ପ୍ରତ୍ୟେକ ଅଧ୍ୟାୟରେ ଆମେ ଯଦି ଦେଖିବା ଆଉ ଖ୍ରୀଷ୍ଟିଆନ ମାନଙ୍କୁ ମଣ୍ଡଳୀ ମାଧ୍ୟମରେ କେବଳ ଶିକ୍ଷା ଦିଆଯାଉଛି କି ତମେ ଏହା କର ନାହିଁ ଏହା କର ଏହା କଲେ ପାପ ଏହା ନ କଲେ ଭୁଲ ଏହା କଲେ ଭଲ ଏହା କଲେ ଆହୁରି ତମେ ବଢିବ ଏସବୁ ବିଷୟରେ କଣ କରାହେଇଛି ଶିକ୍ଷା ଦିଆଯାଇଛି। ତ ଆଜି ସେଇ କାରଣ ଦେଖିବା ଆଉ ଆଜିର ଯୋଉ ମେନ୍ ଦୁର୍ବଳତାର କାରଣ ହେଲା ବିଶ୍ୱାସୀ ମାନଙ୍କର ଜଣେ ମନୁଷ୍ୟ ଯେତେବେଳେ ଈଶ୍ୱରଙ୍କୁ ବିଶ୍ଵାସ କରେ ସେତେବେଳେ ସେ ଯେକୌଣସି କାରଣରୁ ହଉ ସେ ଯେତେବେଳେ ଈଶ୍ୱରଙ୍କୁ ବିଶ୍ଵାସ କରେ ସେ ଈଶ୍ୱରଙ୍କୁ ବିଶ୍ଵାସ କଲା ପରେ ଈଶ୍ୱରଙ୍କର ଯୋଉ ବାକ୍ୟର ଯୋଉ ସତ୍ୟ ଶିକ୍ଷା ଅଛି ଈଶ୍ୱରଙ୍କ ଯୋଉ ବାକ୍ୟର ଯୋଉ ସବୁ ନିୟମ ଅଛି ଯୋଉ କାନୁନ ଅଛି ଈଶ୍ୱରଙ୍କ ଯାହା ଯାହା ଶିକ୍ଷା ଅଛି ବା ଗୋଟେ ବିଶ୍ଵାସୀ ବା ଗୋଟେ ଖ୍ରୀଷ୍ଟିଆନ ଜୀବନ କେମିତି ହବା ଆବଶ୍ୟକ ସେ ବିଷୟରେ ଜାଣିବା ପାଇଁ ଏତେ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେଇଟା ହଉଛି ପ୍ରମୁଖ ଗୋଟେ ମେନ୍ କାରଣ। ମୁଁ ଈଶ୍ୱରଙ୍କୁ ବିଶ୍ୱାସ କଲି ଯେକୌଣସି କାରଣରୁ ମୁଁ ଈଶ୍ୱରଙ୍କୁ କଣ କଲି ବିଶ୍ଵାସ କଲି ଆଉ ବିଶ୍ଵାସ କଲା ପରେ ମୋର କାମ କଣ ମୁଁ ଆହୁରି ଖ୍ରୀଷ୍ଟିଆନିଟି ବିଷୟରେ ବା ପ୍ରଭୁ ଯୀଶୁଙ୍କ ବିଷୟରେ ବା ପ୍ରଭୁ ଯୀଶୁଙ୍କ ଶିକ୍ଷା ବିଷୟରେ ଆହୁରି ଜାଣିବା ପାଇଁ ମୁଁ ଇଚ୍ଛା ପ୍ରକାଶ କରିବା ମୋର ଉଚିତ। ଗୋଟେ ଉଦାହରଣ ସ୍ୱରୂପ ମୁଁ କହିବି ଆମେ ଯଦି ଗୋଟେ ସ୍କୁଲରେ ନାଁ ଲେଖେଇଲେ ନାଁ ଲେଖେଇକି ଯଦି ଆମେ ରହିଯିବା ଆମେ ଯଦି ଯାଇକି ପାଠ ନ ପଢିବା ସ୍କୁଲରେ ଯଦି ଆଟେଣ୍ଡ ନ କରିବା ସେଇ ଯୋଉ ଯୋଉ ସବଜେକ୍ଟ ଅଛି ସେ ସବଜେକ୍ଟ ଅନୁସାରେ ଆମେ ଯଦି ପାଠ ନ ପଢିବା ଆମେ କଣ ଅନ୍ୟ କ୍ଲାସକୁ ଉତ୍ତୀର୍ଣ୍ଣ ହେଇପାରିବା କି? ଯେତେବେଳେ ପରୀକ୍ଷା ହବ ଆମେ ସେ ପରୀକ୍ଷାରେ କଣ ସବୁ ବିଷୟ ଲେଖି ପାରିବା କି? ନାଇଁ କାରଣ ଆମେ ଖାଲି ନାମ ଲେଖେଇକି ଆମେ କଣ କଲେ ଆମେ ବସି ପଡିଲେ ଆମେ ସ୍କୁଲକୁ ଆଉ ଗଲେନି। ପାଠ ପଢିଲେନି ଯାହା ଆମକୁ ଶିକ୍ଷକ ବୁଝେଇଲେ ଆମେ ବୁଝି ପାରିଲେନି ତ ପରୀକ୍ଷାରେ ଆମେ ଲେଖିକି କିପରି ଉତ୍ତୀର୍ଣ୍ଣ ହବା? ଠିକ ସେଇପରି ଜଣେ ମନୁଷ୍ୟ ଯେତେବେଳେ କୌଣସି କାରଣରୁ ଈଶ୍ୱରଙ୍କୁ ବିଶ୍ଵାସ କରେ ବିଶ୍ଵାସ କଲା ପରେ ତାର କର୍ତ୍ତବ୍ୟ କଣ କି ଅନେକ ଆହୁରି ଯୋଉ ବିଷୟ ଗୁଡାକ ଈଶ୍ୱରଙ୍କର ବିଷୟ ସବୁ ଅଛି
ତା ଈଶ୍ୱରଙ୍କ ଶିକ୍ଷା, ବିଶେଷ କରି ଈଶ୍ୱରଙ୍କ ଶିକ୍ଷା, ବାଇବେଲ ବିଷୟରେ ଶିକ୍ଷା ବା ଗୋଟେ ଖ୍ରୀଷ୍ଟିଆନିଟି ଜୀବନ କଣ ହବା ଉଚିତ ସେ ବିଷୟରେ ଆଉ ଜାଣିବା ପାଇଁ ଇଚ୍ଛା କରୁନାହାନ୍ତି। ଖ୍ରୀଷ୍ଟଙ୍କୁ ଜାଣିବା ଆଉ ଖ୍ରୀଷ୍ଟଙ୍କ ବିଷୟରେ ଜାଣିବା, ଏଇ ଦିଟା ହଉଛି ଅଲଗା ଅଲଗା ବିଷୟ। ଗୋଟେ ଉଦାହରଣ ସ୍ୱରୂପ ଯଦି ମୁଁ କହିବି, ନବୀନ ପଟ୍ଟନାୟକ ଆମର ମୁଖ୍ୟମନ୍ତ୍ରୀ ଥିଲେ ଯିଏ, ତାଙ୍କୁ ଜାଣିଛେ ଆମେ ନବୀନ ପଟ୍ଟନାୟକ, କିନ୍ତୁ ନବୀନ ପଟ୍ଟନାୟକଙ୍କ ବିଷୟରେ ଆମେ ଜାଣିଛେ କି? ଯଦି ନବୀନ ପଟ୍ଟନାୟକଙ୍କ ପାଖକୁ ଆମେ ଦେଖା କରିବାକୁ ଯିବା, ନବୀନ ପଟ୍ଟନାୟକ କୋଉ ଜିନିଷ ଭଲ ଲାଗେ, କଣ କଲେ ଭଲ ଲାଗେ, କୋଉ ଜିନିଷ ତାଙ୍କୁ ପସନ୍ଦ, ଏ ବିଷୟ ଯଦି ଆମେ ଜାଣିଥିବା ଆଉ ସେ ବିଷୟ ଆମେ ଯଦି ନେଇକି ଯିବା ତାଙ୍କ ପାଖକୁ, ସେ କଣ ହବ? ଖୁସି ହବ। କିନ୍ତୁ ଆମେ ଖାଲି ଜାଣିଛେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଏତିକି, କିନ୍ତୁ ତା ପାଖକୁ ଗଲା ବେଳକୁ ଆମେ ଏମିତି ଜିନିଷ ଆମେ ନେଇକି ଯାଇଛେ ଯାହାକି ତାକୁ ଟୋଟାଲ ପସନ୍ଦ ନାହିଁ, ତ ସିଏ ସେଇ ଜିନିଷ ଦେଇ କଣ ଖୁସି ହବ କି? କେ ମଧ୍ୟ ହବନି। ତେଣୁ ଖ୍ରୀଷ୍ଟଙ୍କୁ ଜାଣିବା, ଖ୍ରୀଷ୍ଟଙ୍କ ବିଷୟରେ ଜାଣିବା, ଯଦି ଖ୍ରୀଷ୍ଟଙ୍କ ବିଷୟରେ ଆମେ ଜାଣିବା, ଖ୍ରୀଷ୍ଟଙ୍କୁ କଣ ପସନ୍ଦ କଣ ପସନ୍ଦ ନୁହେଁ, ଖ୍ରୀଷ୍ଟ ଆମଠୁ କଣ ଚାହାନ୍ତି କଣ ଚାହାନ୍ତିନି, ଆମେ ଏତିକି ଜାଣିଛେ କି ଖ୍ରୀଷ୍ଟ ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛି ପରମେଶ୍ୱର, ସେ ହଉଛି ଆମଙ୍କର ରାଜା, ସେ ହଉଛି ପରମେଶ୍ୱରଙ୍କ ପୁତ୍ର, ଆମେ ଏତିକି ଜାଣିଛେ। ସେ ହଉଛି ପଥ ସତ୍ୟ ଜୀବନ। ଖାଲି କଣ ଏତିକି ଜାଣିଲେ ହେଇଯିବ କି? ନା ପରମେଶ୍ୱର ପ୍ରଭୁ ଯୀଶୁଙ୍କୁ କଣ ପସନ୍ଦ କଣ ନାପସନ୍ଦ, ସେ କଣ ଆମଠୁ ଚାହାନ୍ତି କଣ ନ ଚାହାନ୍ତି, ଏଇଟା ଜାଣିବା ଆମ ପାଇଁ ନିହାତି ଆବଶ୍ୟକ। ଏ ଦିଟା ବିଷୟ ହଉଛି ଅଲଗା ଅଲଗା ବିଷୟ। କାରଣ ବାଇବେଲ ମଧ୍ୟ ଆମକୁ କହୁଛି ଆକୁବାରେ କି ଭୂତ ମଧ୍ୟ ପରମେଶ୍ୱରଙ୍କୁ ବିଶ୍ୱାସ କରି କଣ ହୁଏ? ଥର ଥର ହୁଏ। ସିଏ ମଧ୍ୟ ଜାଣିଛି କି ପ୍ରଭୁ ଯୀଶୁ ପରମେଶ୍ୱର ବା ଜଣେ ପରମେଶ୍ୱର ଅଛନ୍ତି। ତା ମାନେ କଣ ସେ ସ୍ୱର୍ଗ ପଳେଇବ କି? ସେ ବିଶ୍ୱାସ କରୁଛି ନା, କିନ୍ତୁ ନାହିଁ। କିନ୍ତୁ ଯୋଉ ପର୍ଯ୍ୟନ୍ତ ସିଏ ନିଜେ ଅନୁତାପ କରିକି ନିଜ ସ୍ୱୀକାର କରିକି ତାଙ୍କ ଶିକ୍ଷା ଅନୁସାରେ ଯୋଉ ଚାଲିବ, ହୁଏତ ସିଏ ମଧ୍ୟ ଯାଇପାରେ। ଠିକ ସେଇପରି ଗୋଟେ ମନୁଷ୍ୟ ଜୀବନ ମଧ୍ୟ ଯେତେବେଳେ ଆମେ ଆଉ ପ୍ରଭୁ ଯୀଶୁଙ୍କ ବିଶ୍ୱାସ କରୁ, ଆମର କର୍ତ୍ତବ୍ୟ କଣ? ବ୍ୟକ୍ତିଗତ କର୍ତ୍ତବ୍ୟ, ସେଟା କାହାକୁ କହିବା ଆବଶ୍ୟକ କି କିଏ ଆମକୁ କହିବା ଆବଶ୍ୟକ ନୁହେଁ। ଆମକୁ ଯଦି ଖ୍ରୀଷ୍ଟିଆନିଟିରେ ବଢିବାକୁ ଅଛି ବା ଆଗକୁ ଆମର ଜୀବନ ବିଷୟରେ ଆମର ଆତ୍ମା ବିଷୟରେ ଜାଣିବାର ଅଛି, ତ ଆମକୁ ତାଙ୍କର ଯୋଉ ସତ୍ୟ ଶିକ୍ଷା ଅଛି ବା ଖ୍ରୀଷ୍ଟିଆନ ଜୀବନ କଣ ତାହା ଜାଣିବା ନିହାତି ଆବଶ୍ୟକ। ଏଇ ବିଷୟରେ ଅନେକ ଖ୍ରୀଷ୍ଟିଆନ ବା ଅନେକ ବିଶ୍ୱାସୀ ମନୋଯୋଗୀ ନ କରିଥିବାରୁ ତାଙ୍କ ବିଶ୍ୱାସ କଣ ହୁଏ? ଟଳମଳ ହେଇଯାଏ। ତାଙ୍କର ବିଶ୍ୱାସ ଟା ଡଗମଗେଇ ଯାଏ। କୌଣସି ଖରାପ ପରିସ୍ଥିତି ଆସିଲେ, କୌଣସି ଅସୁବିଧା ଆସିଲେ ସେମାନେ କଣ କୁହନ୍ତି? ଭୟ ହରିକି ସେମାନେ କଣ କରନ୍ତି? ବିଶ୍ୱାସ ପରିତ୍ୟାଗ କରନ୍ତି। ଆଉ କଣ କରନ୍ତି? ଈଶ୍ୱରଙ୍କ ଠାରୁ ଦୂରେଇ ଯାଆନ୍ତି। ତାପରେ ଯେମିତି ସେମାନେ ଆଗରୁ ଜୀବନ କାଟୁଥିଲେ ପାପମୟ ଜୀବନ, ତାଠୁ ତା ଜୀବନ କଣ ହୁଏ? ଆହୁରି ମାନେ ଅଭିଶପ୍ତ ହେଇଯାଏ, ଆହୁରି ଦୁଃଖମୟ ହେଇଯାଏ, ଆହୁରି ମାନେ ଚିନ୍ତା ଜନକ ହେଇଯାଏ, ଆହୁରି ସମସ୍ୟା ଭରା ହେଇଯାଏ। ଲାଷ୍ଟ କୁ ପାଗଳା ହେଇଯାଆନ୍ତି, ନହେଲେ ଆତ୍ମହତ୍ୟା କରନ୍ତି। ତ ଗୋଟେ ଖ୍ରୀଷ୍ଟିଆନିଟିରେ ଈଶ୍ୱରଙ୍କର ବାକ୍ୟ, ଈଶ୍ୱରଙ୍କର ସତ୍ୟ ଶିକ୍ଷା କଣ, ତାହା ଜାଣିଲେ ହିଁ ଆମେ ବିଶ୍ୱାସରେ ଆହୁରି ଦୃଢ, ଆହୁରି ମଜବୁତ ହେଇକି ଆମେ ରହିପାରିବା। ଏଇଟା ମୁଁ କହୁନି, ଏହା ବାକ୍ୟ ଆମକୁ କହୁଛି। ପଢିବା ଆମେ ଯୋହନ 6:45, ଜଲଦି ଜଲଦି ପଢିବା। ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ଲିଖିତ ଅଛି, ସମସ୍ତେ ଈଶ୍ୱରଙ୍କ କର୍ତ୍ତୃତ୍ୱକ ଶିକ୍ଷା ପ୍ରାପ୍ତ ହେବେ। ଯେ କେହି ପିତାଙ୍କ ଠାରୁ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ମୋ ନିକଟକୁ ଆସେ। ଯିଏ ଶ୍ରବଣ କରି ଶିକ୍ଷା ଲାଭ କରିଅଛି, ସେ ପିତାଙ୍କ ନିକଟକୁ ଆସିବ। ଏଇଠି ବାକ୍ୟ ହଉଛି, ମୁଁ କହୁନି। ଏଇଠି ବାକ୍ୟ କଣ ହଉଛି? ଯିଏ ପିତାଙ୍କ ପାଖକୁ ବା ପରମେଶ୍ୱରଙ୍କ ପାଖକୁ ଆସିବାକୁ ଇଚ୍ଛା କରେ, ତାକୁ ଶିକ୍ଷା ଗ୍ରହଣ କରିବାକୁ ହିଁ ପଡିବ। କାରଣ ଯୋଉ ପର୍ଯ୍ୟନ୍ତ ଜଣେ ଶିକ୍ଷା ଗ୍ରହଣ କରିନି, ସିଏ କଣ ଭୁଲ କଣ ଠିକ, ଈଶ୍ୱର କଣ ଚାହାନ୍ତି କଣ ଚାହାନ୍ତିନି,
ଏଇଟା ଜାଣିଲେ ହିଁ ସେ ଅନୁସାର କରିକି ସେ କଣ ହେଇପାରିବ, ଈଶ୍ୱରଙ୍କ ପାଖକୁ ସେ ଆସି ପାରିବ। ତେଣୁ ଶିକ୍ଷା ଗ୍ରହଣ କରିବାଟା ଗୋଟେ ବିଶ୍ୱାସ ପାଇଁ ବାଧ୍ୟ। ରୋମିଓ 10:17। ଅତଏବ ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ। ଆମେ ଯୋଉ ପରମେଶ୍ୱରଙ୍କୁ ବିଶ୍ୱାସ କରୁଛୁ, ସେ ବିଶ୍ୱାସ ଆମେ ଶୁଣିବା ଦ୍ୱାରା ଆସେ। ଆଉ ଆମେ କୋଉଠୁ କଣ ଶୁଣିଲେ ଆସେ? କୌଣସି କାହାଣୀ, କୌଣସି ମନଗଢା କଳ୍ପିତ କଥା ବା କୌଣସି ଗପ, ଏଇଟା ଶୁଣିଲେ ଆମେ ଈଶ୍ୱର ଯୋଉ ବିଶ୍ୱାସ ଆସେନି ଈଶ୍ୱରଙ୍କ ପ୍ରତି। ଈଶ୍ୱରଙ୍କ ବାକ୍ୟ ଯଦି ଆମେ ଶୁଣିବା, ତାହେଲେ ଆମର ବିଶ୍ୱାସ ଟା କଣ ହୁଏ? ବଢେ। ଆମ ବିଶ୍ୱାସ ଟା ଆହୁରି ଉନ୍ନତି ହୁଏ। କାରଣ ଏବ୍ରୀ 11:3-4 ଲେଖା ହେଇଛି, ବିଶ୍ୱାସ ବିନା ଈଶ୍ୱରଙ୍କ ସନ୍ତୋଷ ପାତ୍ର ହବା ଅସମ୍ଭବ। ଯଦି ଆମ ବିଶ୍ୱାସ ଟା ଆଉ ସବଳ ନୁହେଁ, ଆମ ବିଶ୍ୱାସ ଟା ବାକ୍ୟ ଯୁକ୍ତ ନୁହେଁ, ଆମ ବିଶ୍ୱାସ ଟା ଶିକ୍ଷା ଯୁକ୍ତ ନୁହେଁ, ତ ଆମର ବିଶ୍ୱାସ ଈଶ୍ୱରଙ୍କ ସନ୍ତୋଷ ପାତ୍ର ହେଇପାରିବନି। ଆମେ ଗୋଟେ ନାମଧାରୀ ବିଶ୍ୱାସ ହେଇଯିବା, ଗୋଟେ ନାମଧାରୀ ଖ୍ରୀଷ୍ଟିଆନ ହେଇଯିବା। କାରଣ ବାକ୍ୟ ସେମିତି କହୁଛି, ଆମେ ଯଦି ପଢିବା ସବୁ ବିଶ୍ୱାସୀ ବା ସବୁ ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ସବୁ ଲୋକ ସ୍ୱର୍ଗ କେହି ମଧ୍ୟ ଯାଇପାରିବେନି। ଏଇଟା ବାକ୍ୟ ହଉଛି। ମାର୍କୋସ 7:21-24 ପଢିବା। କଣ ସାଉଣ୍ଡ ଆଉଛି ମାଧବ? ମାର୍କୋସ 7:21-24। 7:21। 21-24। ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ। ସେହି ଦିନ ଅନେକ ମତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି ତୁମ୍ଭ ନାମରେ କି ଭୂତ ମାନଙ୍କୁ ଛଡାଇଲୁ ନାହିଁ? ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମାଚାରୀ ମାନେ, ମୋ ପାଖରୁ ଦୂର ହୁଅ। ମୋ ପାଖରୁ ଦୂର ହୁଅ। ଏଇଟା କୋଉ ମାନଙ୍କ ପାଇଁ ଲେଖା ହେଇଛି? ଯୋଉମାନେ ଖ୍ରୀଷ୍ଟ ବିଶ୍ୱାସୀ, ଯୋଉମାନେ ପ୍ରଭୁଙ୍କ ନାଁରେ ଅଦ୍ଭୁତ କାମ କରୁଛନ୍ତି, ଯୋଉମାନେ ବଡ ବଡ ପାଷ୍ଟର ଯୋଉ କହୁଛନ୍ତି ନିଜକୁ, କିନ୍ତୁ ସେମାନେ କଣ କହୁଛନ୍ତି? ଏଇଠି ପ୍ରଭୁ କଣ କହୁଛନ୍ତି? ପ୍ରଭୁ ପ୍ରଭୁ କହିବା ସମସ୍ତେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ। ଯେ ପିତାଙ୍କ ଇଚ୍ଛା ସାଧନ କରିବ ବୋଲି ଲେଖା ହେଇଛି। ପିତାଙ୍କ ଇଚ୍ଛା କଣ? ଯୋଉ ଶିକ୍ଷା, ସେ ଶିକ୍ଷାକୁ ଯିଏ ଶିଖିକିରି ଜାଣିକି ଯିଏ ପାଳନ କରେ, ସେ କଣ ହବ? ଆଉ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ବିଚାର ସମୟ କଥା ଲେଖା ହେଇଛି। ବିଚାର ସମୟରେ ବଡ ବଡ ପାଷ୍ଟର, ଯୋଉମାନେ ଅଦ୍ଭୁତ କାମ କରିଛନ୍ତି, ଯୋଉ କାମ ହଉଛି ଆଶ୍ଚର୍ଯ୍ୟ କର୍ମ, କିନ୍ତୁ ସ୍ୱର୍ଗ ରାଜ୍ୟରେ ସେମାନେ ପ୍ରବେଶ ହେଇ ପାରୁନାହାନ୍ତି। କାରଣ ଶିକ୍ଷାର ଅଭାବ, ଯୋଉ ଈଶ୍ୱରଙ୍କର ଯୋଉ ଇଚ୍ଛା ଅଛି, ସେ ଇଚ୍ଛାକୁ ସେମାନେ କଣ କରୁନାହାନ୍ତି? ଜାଣି ନାହାନ୍ତି କି ପାଳନ କରୁନାହାନ୍ତି। ଖାଲି ଏତିକି ଜାଣିଛନ୍ତି, ଖ୍ରୀଷ୍ଟ ହଉଛି ଈଶ୍ୱର, ତାଙ୍କ ନାଁରେ ସମସ୍ତ ସାଧ୍ୟ। ଆଉ ସେତିକି ହିଁ କରୁଛନ୍ତି। ସେତିକି କଲେ କାଫି ନୁହେଁ ଗୋଟେ ଖ୍ରୀଷ୍ଟିଆନ ପାଇଁ। ଆମେ ଯଦି ପଢିବା ମାଥ୍ୟୁ 22:14। କାରଣ ଅନେକ ଆହୁତ, କିନ୍ତୁ ଅଳ୍ପ ମନୋନୀତ। ଏଇଠି ଲେଖା ହେଇଛି ଅନେକ ଆହୁତ। ଈଶ୍ୱର ପାଇଁ ବହୁତ ଲୋକ ଆସିବେ, ବହୁତ ଲୋକ ଈଶ୍ୱରଙ୍କୁ ବିଶ୍ୱାସ କରିବେ, କିନ୍ତୁ ପରମେଶ୍ୱର କମ ଲୋକକୁ ବାଛିବେ ବୋଲି ଲେଖା ହେଇଛି। ସେ କମ ଲୋକ କିଏ? ଯେ ଈଶ୍ୱରଙ୍କ ଇଚ୍ଛାକୁ ସାଧନ କରୁଥିବ। ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲା ପରେ ଯେ ଖ୍ରୀଷ୍ଟଙ୍କର ଇଚ୍ଛା ଅନୁସାରେ ଜୀବନ କାଟୁଥିବ,
ସେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଜୀବନ କାଟିବା ପାଇଁ ତାକୁ କଣ କରିବାକୁ ପଡିବ? ଈଶ୍ୱରଙ୍କ ଇଚ୍ଛାକୁ ବା ତାଙ୍କ ଶିକ୍ଷାକୁ ସେ କଣ କରିବାକୁ ପଡିବ? ତାକୁ ଶିଖିବାକୁ ପଡିବ। ଏଟା ବାଧ୍ୟ। ନହେଲେ ଆମେ କେହି ମଧ୍ୟ ଆମେ ସ୍ୱର୍ଗରେ ପ୍ରବେଶ କରିପାରିବା ନାହିଁ। ପ୍ରଥମ ପିତର 4:17। ସତର 4:17। ହୁଁ। କାରଣ ଈଶ୍ୱରଙ୍କ ଗୃହ ଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ। ଆଉ ଯଦି ପ୍ରଥମରେ ଆମମାନଙ୍କ ଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ଅନାଜ୍ଞା ବହ ସେମାନଙ୍କର ଶେଷ ଦଶା ବା କଣ ନହେବ? କଣ ନହେବ? ଯଦି ବିଚାର ଆମ ମାନଙ୍କ ଠାରୁ ମାନେ ଖ୍ରୀଷ୍ଟିଆନ ମାନଙ୍କ ଠାରୁ ଯଦି ଆରମ୍ଭ ହୁଏ ବିଚାର ସମୟରେ, ପାଉଲ କହୁଛନ୍ତି ଏଇଠି, ପିତର କହୁଛନ୍ତି, ଯଦି ବିଚାର ଖ୍ରୀଷ୍ଟିଆନ ମାନଙ୍କ ଠାରୁ ଆରମ୍ଭ ହୁଏ, ତେବେ ଯୋଉ ଖ୍ରୀଷ୍ଟିଆନ ମାନେ ଈଶ୍ୱରଙ୍କର ଅନାଜ୍ଞା ବହ ତାଙ୍କ ଆଜ୍ଞା ଅନୁସାରେ ଜୀବନ କାଟି ନାହାନ୍ତି, ତାଙ୍କ ଦଶା କଣ ନହବ? ତାଙ୍କ ଶେଷ ଦଶା କଣ ନହବ? ବାକ୍ୟ ଆମକୁ ଡାଇରେକ୍ଟ ଆମକୁ ଶିଖଉଛି କି ଖାଲି ବିଶ୍ୱାସ କରିଦେଲେ ହବନି। କାରଣ ଆଜିର ସମୟର ଯୋଉ ପାଷ୍ଟର ମାନେ ଅଛନ୍ତି, ସେମାନେ କଣ କୁହନ୍ତି? ଈଶ୍ୱରଙ୍କୁ ବିଶ୍ୱାସ କରିଦିଅ, ବାକି ତମକୁ କିଛି କରିବା ଦରକାର ନାହିଁ, ତମକୁ ପରିତ୍ରାଣ ମିଳିଯିବ। କିନ୍ତୁ ବାକ୍ୟ ଆମକୁ କଣ କହୁଛି? ବିଶ୍ୱାସ ସହିତ ଆମମାନଙ୍କୁ ତାଙ୍କର ଇଚ୍ଛାକୁ ଆମକୁ ଜାଣିବାକୁ ପଡିବ। ତାଙ୍କ ଶିକ୍ଷାକୁ ଆମମାନଙ୍କୁ ଜାଣିବାକୁ ପଡିବ। ତାଙ୍କର ଯୋଉ ସବୁ ନିୟମ ଅଛି, ସେ ନିୟମକୁ ଆମମାନଙ୍କୁ ଜାଣିବାକୁ ପଡିବ। ଯଦି ଆମେ ନ ଜାଣିକି ସେଇ ଆମେ ଖ୍ରୀଷ୍ଟିଆନରେ ପ୍ରବେଶ କରିବା ବା ବିଶ୍ୱାସ କରିବା, ଦିନେ ନା ଦିନେ ଏମିତି ପରିସ୍ଥିତି ଆସିବ, ଏମିତି ପରୀକ୍ଷା ଆସିବ, ଆମେ ନିଶ୍ଚୟ ପଡିଯିବା। ଆଉ ଯଦି ଆମେ ସେଇ ସମସ୍ୟାରେ ପଡିଯିବା, ଅଟୋମେଟିକ ଆମର ବିଶ୍ୱାସ କଣ ହେଇଯିବ? ଦୁର୍ବଳ ହେଇଯିବ। ଏଟା ଅନେକ ବିଶ୍ୱାସୀ ମାନଙ୍କ କ୍ଷେତ୍ରରେ ମୁଁ ଦେଖିଛି, ଆପଣ ମାନେ ମଧ୍ୟ ନିଶ୍ଚୟ ଦେଖିଥିବେ ବୋଲି ମୋର ଆଶା ଅଛି। କାରଣ ପ୍ରଭୁ କାହିଁ କହିଲେ କି ତମାନେ ଶିକ୍ଷା ନିହାତି ଆଉ ଶିଖିବା ଆବଶ୍ୟକ ବୋଲିକି ଯୋଉ ପଢିଲା ଆମେ? କାରଣ ଜଗତରେ ଅନେକ ପ୍ରକାର ଶିକ୍ଷା ବର୍ତ୍ତମାନ କଣ ହେଇଛି? ଚାଲିଛି। ଖ୍ରୀଷ୍ଟଙ୍କ ନାଁରେ ଏମିତି ଶିକ୍ଷା ମଧ୍ୟ ଚାଲିଛି, ଯାହା ବାଇବେଲରେ ନାହିଁ, ବା ବାଇବେଲ ତାରେ ଲେଖା ଯାଇ ନାହିଁ, ବା ବାଇବେଲ ତାକୁ ଅନୁମତି ମଧ୍ୟ ଦିଏ ନାହିଁ। ବାଇବେଲ ମଧ୍ୟ ଆମକୁ ୱାର୍ଣିଂ ଦିଆ ହେଇଛି କି ଏପରି ବହୁତ ଶିକ୍ଷା ବାହାରିବେ ଆମ ସମୟରେ। ଆଉ ଆମେ ଯୋଉମାନେ ଈଶ୍ୱରଙ୍କୁ ବିଶ୍ୱାସ କରୁଛେ, ଆମେ ଯେମିତି ଭୁଲ ଶିକ୍ଷାରେ ନ ପଡିକିରି ଈଶ୍ୱରଙ୍କ ଠାରୁ ଦୂରକୁ ନ ଯାଉ, ଆମେ ବିଶ୍ୱାସ ନ ହରଉ, ସେଥିପାଇଁ ମଧ୍ୟ ଆମକୁ ସାବଧାନ କରାଯାଇଛି। ଦ୍ଵିତୀୟ ପିତର 2:1 ପଢିବା। ଦ୍ଵିତୀୟ ପିତର 2:1। ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସାଧନ କରିଅଛ, ଏତିକି ଅଛି। ଦ୍ଵିତୀୟ ପିତର ତୃତୀୟ ପିତର କିନ୍ତୁ 2:1। କିନ୍ତୁ ଲୋକଙ୍କ ମଧ୍ୟରେ ଭଣ୍ଡ ଭାଓବାଦୀ ମାନେ ମଧ୍ୟ ଉତ୍ପନ୍ନ ହେଲେ, ସେହିପରି ତୁମମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକ ମାନେ ଉତ୍ପନ୍ନ ହେବେ। ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି ଆପଣ ମାନଙ୍କ ଆକସ୍ମିକ ସର୍ବନାଶ ଘଟାଇବେ। ଏଇଟା ଆମେ ଦେଖୁଛୁ, ଯୋଉ ଭଣ୍ଡ ଶିକ୍ଷା ମାନେ ଭୁଲ ଶିକ୍ଷା କୋଉଠୁ ବାହାରିବ? ଆମ ଖ୍ରୀଷ୍ଟିଆନିଟି ଭିତରୁ ହିଁ ବାହାରିବ, ଲେଖା ହେଇଛି ତୁମାନଙ୍କ ମଧ୍ୟରୁ। ଆମେ ଯଦି ଖ୍ରୀଷ୍ଟଙ୍କ ଶିକ୍ଷାକୁ ଆମେ ଭଲରେ ନ ଶିଖେଇଥିବା, ବାକ୍ୟକୁ ଆମେ ଭଲରେ ନ ଶିଖେଇଥିବା, ବାକ୍ୟକୁ ଆମେ ଯଦି ନ ପଢିଥିବା, ତ ଅଟୋମେଟିକ ଆମେ କଣ କରିବା? ସେ ଭୁଲ ଶିକ୍ଷାରେ ଆମେ ପଡିଥିବା। କାରଣ ଯୋଉ ଭୁଲ ଶିକ୍ଷା ଆସିବ, କୌଣସି ଅନ୍ୟ ଧର୍ମ ଲୋକ ନେଇକି ଆସିବେନି, ବା କୌଣସି ଅନ୍ୟ ମାନେ ପୁସ୍ତକରୁ ସେ ଆଣିବନି। ଏଇ ଆମ ଖ୍ରୀଷ୍ଟିଆନିଟିରୁ ହିଁ ବାହାରିବ ସେଇ ଲୋକ। ଆମର ଭାଇ ମାନଙ୍କ ମଧ୍ୟରୁ ହିଁ ବାହାରିବ। ଆଉ ଏମିତିକା ଶିକ୍ଷା ସେମାନେ ଦେବେ, କଣ କହିବେ? ଆମର ସର୍ବନାଶ ସେମାନଙ୍କୁ ଘଟେଇବେ, ସର୍ବନାଶ। ଆଉ ଗୋଟେ ପଦ ପଢିବା ଆମେ, ପ୍ରଥମ ଯୋହନ 4:1।
हे प्रिय ପ୍ରଥମ ମାନେ ଚରଣ हे प्रिय ମାନେ ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମା ମାନେ ଈଶ୍ୱରଙ୍କ ଠାରୁ ଆଗତ କି ନାହିଁ ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି। ଜଗତରେ ଅନେକ ଭଣ୍ଡ ଭାଇବାଦୀ ମାନେ କଣ ଅଛନ୍ତି? ବାହାରି ଅଛନ୍ତି। ଭଣ୍ଡ ଶିକ୍ଷକ ମାନେ ବାହାରି ଅଛନ୍ତି, ଯୋଉ ମାନେ କି ନିଜକୁ ପାଷ୍ଟର କୁହନ୍ତି, ପ୍ରେରିତ ହୁଅନ୍ତି, ଶିକ୍ଷକ କୁହନ୍ତି, କିନ୍ତୁ ତାଙ୍କ ଶିକ୍ଷା କଣ? ବାଇବେଲର ବିପରୀତ। ଯାହା ଆଜି ପ୍ରତ୍ୟେକ ଅନେକ ଆଉ ମଣ୍ଡଳୀରେ ଚାଲିଛି, ଯାହା ବାଇବେଲରେ ଲେଖା ନାହିଁ ସେ ବିଷୟକୁ କଣ କରୁଛନ୍ତି? ପ୍ରାଧାନ୍ୟ ଦଉଛନ୍ତି। ଯୋଉ ବିଷୟରେ ବାଇବେଲ ଲେଖା ଅଛି ତାହାକୁ କରୁଥାନ୍ତି। ତ ଏଇ ଲେଖା ହେଇଛି ଅନେକ ଭଣ୍ଡ ଭାଇବାଦୀ ବାହାରିବେ, ଆମକୁ ସେମାନଙ୍କୁ କଣ କରିବାକୁ ପଡିବ? ପରୀକ୍ଷା କରିବାକୁ ପଡିବ। ଆମେ ଯଦି ବାଇବେଲର ଶିକ୍ଷାକୁ ଆମେ ଜାଣିନଥିବା, ବାଇବେଲକୁ ଆମେ ପଢୁନଥିବା, ଈଶ୍ୱରଙ୍କ ଇଚ୍ଛା ବିଷୟରେ ଯଦି ଆମେ ଜାଣିନଥିବା, ତ ଆମେ ସେଇ ଲୋକମାନଙ୍କୁ ଆମେ କେମିତି ଚିହ୍ନିବା? କାରଣ ସେ ତ ପ୍ରଭୁଙ୍କ ନାଁରେ ଆସିବେ, ସେମାନେ ଖ୍ରୀଷ୍ଟଙ୍କ ନାଁରେ ଆସିବେ, ସେମାନେ ଖ୍ରୀଷ୍ଟିଆନର ପରିଚୟ ଦେଇକି ସେମାନେ ଆସିବେ। ଆମେ ସେମାନଙ୍କୁ କେମିତି ଆମେ ଚିହ୍ନିବା? ଯଦି ଆମେ ତାଙ୍କୁ ନ ଚିହ୍ନି ପାରିବା, ଆମେ ଅଟୋମେଟିକ ତାଙ୍କ ଭୁଲ ଶିକ୍ଷାରେ ପଡିବା। ଆଉ ଏମିତି ପରିସ୍ଥିତି ଆମର ଆସିବ, ଆମେ ବାଧ୍ୟ ହୋଇକି ଆମ ବିଶ୍ୱାସରେ ଆମେ କଣ ହେଇଯିବା? କମଜୋର ହେଇକି ଆମେ ପ୍ରଭୁଙ୍କ ଠାରୁ ଆମେ ଦୂରକୁ ଆମେ କଣ ହେଇଯିବା? ଚାଲିଯିବା। ସେକେଣ୍ଡ ତିମୋଥୀ 4:3-4, ସେକେଣ୍ଡ ତିମୋଥୀ 4:3-4। ସେକେଣ୍ଡ ତିମୋଥୀ 4:3। ସେକେଣ୍ଡ ତିମୋଥୀ 4:3-4। କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ଗ୍ରହଣ କରିବେ। ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଲେ କଳ୍ପିତ କାହାଣୀ ପ୍ରତି ମନ ଦେବେ। କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଲେଶ ସହ୍ୟ କର। ତ ଆମେ ଦେଖୁଛେ ଏଇଠି କଣ କି ଲେଖା ହେଇଛି କଣ? କଳ୍ପିତ ବାକ୍ୟରେ ମନ ଦେବେ ବୋଲି ଲେଖା ହେଇଛି। ସେମାନେ କଳ୍ପିତ ବାକ୍ୟରେ। ଆମେ ଆଉ ଟିକେ ପଢିଦବା, ଆଉ ଟିକେ ରହି ରହି ପଢିବା। କିନ୍ତୁ ଆଉଥରେ 3 ହଁ। କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ। ବାସ୍ ଏଉ ଟିକେ ପଡିବା। ସମୟ ଆସିବ ମାନେ ସେତେବେଳୁ ଭବିଷ୍ୟବାଣୀ ହେଇଥିଲା, ପ୍ରେରିତ ମାନଙ୍କ ସମୟରେ ଭବିଷ୍ୟବାଣୀ ହେଇଥିଲା କି ସମୟ ଆସିବ, ସମୟ ଆସିବାକୁ ଯାଉଛି, ବର୍ତ୍ତମାନ ଏଇ ସମୟ କି ଯାହା ଈଶ୍ୱରଙ୍କ ଶିକ୍ଷା ତାହାକୁ ସେମାନେ କଣ କରିବେନି? ସହିବେନି, ତାହାକୁ ପ୍ରତ୍ୟାଖ୍ୟାନ କରିବେ। ସେ ଶିକ୍ଷାକୁ ସେମାନଙ୍କୁ ଭଲ ଲାଗିବନି। ତାପରେ ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷ ଅନୁସାରେ ଆପଣା ମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ। ହୁଁ, ଏଇଠି ବିଶ୍ୱାସୀ ମାନେ କଣ କରିବେ? ଯୋଉ ଜିନିଷ ତାଙ୍କ କାନକୁ ଭଲ ଲାଗୁଥିବ ବା ତାଙ୍କ ଜୀବନକୁ ସୁଟ କରୁଥିବ, ସେଇ ପ୍ରକାର ଶିକ୍ଷକଙ୍କୁ ସେମାନେ ବାଛିବେ। ତାଙ୍କୁ ବାଧିଲା ଭଳିଆ ଯୋଉ ବାକ୍ୟ ଈଶ୍ୱରଙ୍କୁ ମାନେ ଲୋକକୁ ବାଧିବ, ସେଇ ପ୍ରକାର ବାକ୍ୟ ସେମାନେ ଗ୍ରହଣ କରିବେନି। ଯୋଉ ବାକ୍ୟ ତାଙ୍କ ଜୀବନକୁ ପରିବର୍ତ୍ତନ କରିବ, ଯୋଉ ବାକ୍ୟ ଆତ୍ମୀୟ କ୍ଷେତ୍ରରେ ପଢିବା ପାଇଁ ଆହୁରି ସାହାଯ୍ୟ କରିବ, ଯୋଉ ବାକ୍ୟ ଈଶ୍ୱରଙ୍କ ଇଚ୍ଛାକୁ ଶିଖେଇବ, ସେ ବାକ୍ୟକୁ ସେମାନେ କଣ କରିବେନି? ଗ୍ରହଣ କରିବେନି। କୋଉ ବାକ୍ୟ ଗ୍ରହଣ କରିବେ? ଯୋଉ ବାକ୍ୟ ତାଙ୍କ ପାପ କରୁଥିଲେ ମଧ୍ୟ ଏଇଟା କିଛି ଅସୁବିଧା ନାହିଁ, ଏଇ ବାକ୍ୟ ସେମାନଙ୍କୁ ଭଲ ଲାଗିବ। ଆ କଥା ଆଣିକି ବାକ୍ୟରେ ପୁରେଇ କହିବେ ଗପ ଭଳିଆ, ସେ ବିଷୟ ଭଲ ଲାଗିବ। ସହ୍ୟ କରିବେ କୋଉ ଶିକ୍ଷା?
ହିତଜନକ ଶିକ୍ଷା, ଈଶ୍ୱରଙ୍କ ବାକ୍ୟ ସହ୍ୟ କରିବେନି। ସେ ତାପରେ କଣ କରିବେ, ସେଇ ବାକ୍ୟକୁ ସେମାନେ ପରିତ୍ୟାଗ କରିକି ଯୋଉ ବାକ୍ୟ ହଉଛି କାନ ଭଲ ଲାଗିବ, ଶୁଣିବାକୁ ଭଲ ଲାଗୁଥିବ, ମୋ ଦେହକୁ ବାଧୁ ନଥିବ, ସେଇ ପ୍ରକାର ମାନେ ଶିକ୍ଷା ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରିବେ। ତାପରେ ପୁଣି ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ସତ୍ୟ ବାକ୍ୟରେ ମନ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ ଲେଖା ହେଇଛି। କଳ୍ପିତ କାହାଣୀ ମାନେ ଯୋଉଟା ବାକ୍ୟରେ ନାହିଁ, ଯୋଉଟା ବାକ୍ୟରେ କିଛି ଲେଖା ହେଇନି, ସେ ବିଷୟକୁ ମନରୁ ଭାବି କାହାଣୀ ଭଣିକି ପ୍ରସ୍ତୁତ କରିବେ, ଯାହାକି ଆଜି ମଣ୍ଡଳୀ ମାନଙ୍କରେ ଚାଲିଛି। ଈଶ୍ୱରଙ୍କ ଯୋଉ ଶିକ୍ଷା ଆମ ଆତ୍ମାକୁ ଉଦ୍ଧାର କରିବ, ଆମ ଆତ୍ମାକୁ ବଞ୍ଚେଇବ, ଆମକୁ ଯେମିତି ପାପରୁ ପରୀକ୍ଷାରୁ ଆମକୁ ଉଦ୍ଧାର କରିବ, ସେ ଶିକ୍ଷା ନ ହେଇକି କାହାଣୀ ଗୁଡାକ କହିବେ। କାରଣ କାରଣ ଲୋକ ଆକୃଷ୍ଟ ହେବେ। ଜଣେ ଭୁଲ କରୁଛି ତାକୁ ଯଦି କହିଦବୁ ଭାଇ ତୁ ଭୁଲ କରୁଛୁ, ତାକୁ ପରିବର୍ତ୍ତନ କରେ, କାଳେ କିଏ ରାଗିଛି, ସେ ରାଗିବ କି? ରାଗିକି ମନେକର ସେ ଚର୍ଚ୍ଚ ଆସିବନି, ତ ତାର ଲୋକ ସଂଖ୍ୟା କଣ ହବ? କମିବ। ତ ଜଣେ ଭଣ୍ଡ ଶିକ୍ଷକ କେବେ ଚାହିଁବନି କି ତାର ଯୋଉ ଲୋକ ସଂଖ୍ୟା କମୁ, ତାର ମେମ୍ବର ସଂଖ୍ୟା କମୁ। ତେଣୁ ସେ କେବେ ହିତଜନକ ଶିକ୍ଷା ଶିଖେଇବନି। ତେଣୁ ବାଇବେଲ ଆମକୁ ବାରମ୍ବାର କହିଛି, ଯୋଉଠି ଭିଡ ହୁଏ ସେ ଭିଡକୁ ତମେ ଦେଖନି। ସବୁବେଳେ ଭିଡ ଠିକ ନୁହେଁ, ଭିଡ ଅପେକ୍ଷା ଭେଡକୁ ଦେଖ କୁହାଯାଇଛି। ଭେଡ ମାନେ ମେଣ୍ଢା ବା ଈଶ୍ୱରଙ୍କର ଯିଏ ସତ୍ୟ ବାକ୍ୟ କୁହେ ତାକୁ ଦେଖ ବୋଲି କୁହାଯାଇଛି। କିନ୍ତୁ ଆଜିକାଲି କଣ କରୁଛନ୍ତି, ଶିକ୍ଷାକ ଅଭାବରୁ ଲୋକମାନେ କଣ ଭାବନ୍ତି, ଯୋଉଠି ବେଶୀ ଲୋକ, ଯୋଉଠି ଗହଳି ହଉଥିବେ ସେଇଠି ଭଲ ଶିକ୍ଷା ଦିଆ ହୁଏ। ମତେ ଏଇଟା ଗୋଟେ ବିଶ୍ୱାସୀ ପଚାରିଥିଲା କି ଭାଇ ଯଦି ସେଇ ମଣ୍ଡଳୀରେ ଭୁଲ ଶିକ୍ଷା ଦିଆ ହଉଛି, ହିତଜନକ ଶିକ୍ଷା ନାହିଁ, ତ ଏତେ ଲୋକ କେମିତି ମାନେ ହଉଛନ୍ତି? ତାଙ୍କୁ ମୁଁ ଗୋଟେ ଉଦାହରଣ ଦେଇଥିଲି, ମୁଁ ଗୋଟେ ଜାଗତିକ ଉଦାହରଣ ଦେଲି କି ମୁଁ କହିଲି ଗୋଟାଏ ତମେ ଗୋଟେ ଆତ୍ମିକ ବିଷୟ ବା ପ୍ରାର୍ଥନା ସଭା ରଖ, ଆଉ ଗୋଟାଏ ତମେ ସାଂସ୍କୃତିକ କାର୍ଯ୍ୟକ୍ରମ ରଖ, ଡ୍ୟାନ୍ସ ଗୀତ ଫିତ ରଖ, ଲୋକ କୁଆଡେ ବେଶୀ ଆକୃଷ୍ଟ ହେବେ? ସେ କହିଲେ ଭାଇ ଯୁଆଡେ ଡ୍ୟାନ୍ସ ଗୀତ ଗାନା ମଜା ହଉଥିବ, ଜୋକ୍ସ ହଉଥିବ, ସିଆଡେ ଲୋକ ବେଶୀ ଆକୃଷ୍ଟ ହେବେ। ମୁଁ ତାକୁ ସେଠି କହିଲି ଠିକ, ଆପଣ ଠିକ କହିଲେ କି ଯୁଆଡେ ହିତଜନକ ଶିକ୍ଷା, ଯୁଆଡେ ହିତଜନକ ବାକ୍ୟ, ସିଆଡେ ଲୋକ କମ। ତା ମୁହଁ କଣ? ତା ବାକ୍ୟ ମଧ୍ୟ କୁହେ। ବାକ୍ୟ ହଉଛି ନା ଦି ପ୍ରକାର ହାସ୍ତା ଅଛି, ଗୋଟେ ଅସାରୀୟ ହାସ୍ତା, ଆଉ ଗୋଟେ ହଉଛି ଖାଲ ଢେପ ରାସ୍ତା, ଅଣ ଅସାରିଆ ରାସ୍ତା। ଆଉ ବାକ୍ୟ କଣ ହଉଛି, ସେ ଅଣ ଅସାରିଆ ରାସ୍ତାରେ ଯିବା ଲୋକ ହଉଛି କମ, ଅସାରିଆ ରାସ୍ତାରେ ଯିବା ଲୋକ ଅଧିକ। କାରଣ ଅସାରିଆ ରାସ୍ତାରେ ଯିବା ଲୋକ ଅଧିକ ଠିକ, କିନ୍ତୁ ଶେଷରେ କଣ ସେଇଠି ଅଛି? ଦଣ୍ଡ ଅଛି। କିନ୍ତୁ ଅଣ ଅସାରିଆ, ଯୋଉଟା କି ଦୁଃଖ କଷ୍ଟ ସମସ୍ୟା ଦେଇକି ଯୋଉ ଲୋକ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଚାଲୁଥିବ, ସେ ଲାଷ୍ଟକୁ କଣ ପାଇବ? ସିଏ ଅନନ୍ତ ଜୀବନ ପାଇବ। ଲୋକ ଆଜିକାଲି କଣ ବୁଝୁଛନ୍ତି? ଅଣ ଅସାରିଆ ରାସ୍ତା ହଉଛି ମଜା ହଉଥିବ, ଆନନ୍ଦ ହଉଥିବ, ନାଚ ହଉଥିବ, ଗୀତ ହଉଥିବ, ଯୋଉଠି ଆଶୀର୍ବାଦର ଖାଲି ଇଏ ହଉଥିବ, ଆଉ କାନକୁ ଭଲ ଲାଗିଲା ଭଳି ବାକ୍ୟ କୁହାଉଥିବ, ସେଇଠି ଆଜିକାଲି ଅଧିକ ଲୋକ। ଏଇଟା କାହିଁକି ହଉଛି? ଶିକ୍ଷାର ଅଭାବ ହେତୁ। ତ ଆଜି ସମୟ ଆସିଛି କି ଆମେ ଆମ ଜୀବନକୁ କଣ କରିବା? ସତ୍ୟ ଶିକ୍ଷା ଦ୍ଵାରା ଆମେ ସବଳ କରିବା, ଦୃଢ କରିବା। ଏକ ସଚ୍ଚା ଖ୍ରୀଷ୍ଟିଆନ ହବାର ସମୟ ଆସିଛି। ଖାଲି ବିଶ୍ୱାସ କରିଦେଲେ ହବନି। ପ୍ରଥମ କରନ୍ଥୀୟ 4:17, ପ୍ରଥମ କରନ୍ଥୀୟ 4:17, ଏଥିସକାଶେ ମୁଁ ତୁମମାନଙ୍କ ନିକଟକୁ ତିମୋଥୀଙ୍କୁ ପଠାଇଅଛି, ସେ ପ୍ରଭୁଙ୍କ ଠାରେ ମୋର ପ୍ରିୟ ଓ ବିଶ୍ୱସ୍ତ ପୁତ୍ର, ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମମାନଙ୍କୁ ମୋର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ।
ଯେପରି ସମସ୍ତ ମଣ୍ଡଳୀରେ ସେ ଶିକ୍ଷା ଦେଇଥାଏ କି ଜଣେ ଖ୍ରୀଷ୍ଟିଆନ ଆଚରଣ କେମିତି ହବା ଆବଶ୍ୟକ, ଜଣେ ବିଶ୍ୱାସର ଆଚରଣ କେମିତି ହବା ଆବଶ୍ୟକ, ଏଇଟା ଆମେ ସମସ୍ତେ ଶିକ୍ଷା କରିବା ନିହାତି ଆବଶ୍ୟକ। କାରଣ ପ୍ରେରିତ ମାନେ ମଧ୍ୟ ଜାଣିଛନ୍ତି କି କେବଳ ବିଶ୍ୱାସ କରିଦେଲେ ହବନି। ଯୋଉ ପର୍ଯ୍ୟନ୍ତ ଜଣେ ଖ୍ରୀଷ୍ଟିଆନ ତାର ଆଚରଣ, ତାର ସ୍ୱଭାବ, ତାର ଚରିତ୍ର ସେ ଖ୍ରୀଷ୍ଟଙ୍କ ପରି ହେଇନି, ତାର ସବୁ ଯୋଉ ଶିକ୍ଷା ଖ୍ରୀଷ୍ଟଙ୍କ ଅନୁଯାୟୀ ହେଇନି, ତାହେଲେ କେହି ମଧ୍ୟ ସ୍ୱର୍ଗ ରାଜ୍ୟରେ ଯାଇପାରିବନି। ତେଣୁ ସେ କଣ କରୁଛନ୍ତି, ବୁଲି ବୁଲି ଯେତିକି ଖ୍ରୀଷ୍ଟ ମଣ୍ଡଳୀ ଅଛନ୍ତି, ଖ୍ରୀଷ୍ଟଙ୍କର ମଣ୍ଡଳୀ ସେତିକି ଅଛି, ସେ ଗୋଟେ ଖ୍ରୀଷ୍ଟିଆନ ର ଆଚରଣ କେମିତି ହବ ସେ କଣ କରୁଛନ୍ତି, ଶିଖଉଛନ୍ତି। ସେ 6 ପଢିବା, ସେ ପ୍ରଥମ କରନ୍ଥୀୟ ସେଇ 4:6। ହେ ଭାଇମାନେ, ମୁଁ ତୁମମାନଙ୍କ ଶିକ୍ଷା ନିମନ୍ତେ ଏଇ ସବୁ କଥା ମୋ ନିଜକୁ ଓ ଆପଣଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା ଲିଖିତ ଅଛି ତାହା ଅତିକ୍ରମ କର ନାହିଁ। ଏହା ତୁମେମାନେ ଆମମାନଙ୍କ ଠାରୁ ଶିକ୍ଷା କର। ପୁଣି ଯେପରି ତୁମମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ। ପ୍ରେରିତ ମାନଙ୍କ ଦ୍ଵାରା ଦେଇଥିବା ଈଶ୍ୱରଙ୍କ ସମସ୍ତ ଇଚ୍ଛା ତାକୁ ଅତିକ୍ରମ ନ କରୁ, ସେଥିପାଇଁ ଶିକ୍ଷା ଦିଆହଉଛି। ଏଇଟା କର, ଏଇଟା ହରନି, ଏଇଟା ଏମିତି ଚାଲ, ଏମିତି ଚାଲନି। ସମସ୍ତ କ୍ଷେତ୍ରରେ ଶିକ୍ଷା ଦଉଅଛନ୍ତି ପ୍ରୀତ ମାନେ। ଜନ୍ମଠୁ ମରଣ ପର୍ଯ୍ୟନ୍ତ ଆମ ଜୀବନ କେମିତି ହବ, ଗୋଟେ ଅବିବାହିତ ପୁଅ ହିସାବରେ କେମିତି ହବ, ଗୋଟେ ବାପା ମାର ସନ୍ତାନ ହିସାବରେ କେମିତି ହବ, ଗୋଟେ ସ୍ଵାମୀର ହିସାବରେ କେମିତି ହବ, ଗୋଟେ ଭାଇର ହିସାବରେ କେମିତି ହବ, ଗୋଟେ ପଡୋଶୀ ହିସାବରେ ଆମର ସ୍ୱଭାବ କେମିତି ହବା ଦରକାର, ଗୋଟେ ଶତ୍ରୁ ଆଗରେ ଆମ ସ୍ୱଭାବ କେମିତି ହବା ଦରକାର। ଆମର ଯୋଉ ଆତ୍ମିକ ଶିକ୍ଷା ମଧ୍ୟ ଅଛି, ଆମେ କେମିତି ଚାଲିବା ଉଚିତ, ଏ ସବୁର ଆଚରଣର ଶିକ୍ଷା ସେମାନେ ଦବାକୁ ମନୋବର ହଉଛନ୍ତି, ଆଗ୍ରହ ହଉଛନ୍ତି। କାଳେ ଜଣେ ଖ୍ରୀଷ୍ଟିଆନ ହେଲା ପରେ ସେ ପାପରେ ପଡିଯିବନି ତ, ପରୀକ୍ଷାରେ ପଡିଯିବନି ତ, ଯଦି ପଡିବ ବି କେମିତି ଫେର ଉଠିବ। ଯଦି ମୁଁ ସନ୍ତୁଷ୍ଟ ରହିବା ପାଇଁ ଶିକ୍ଷା ପାଇଥିବି, ତାହେଲେ ମୁଁ କଣ କରିବି, ମୋର ଲୋଭ ଆସିବନି, ମୁଁ ସବୁ ପରିସ୍ଥିତିରେ ଆପଣଙ୍କୁ ଠିକ କରି ରଖିପାରିବି, ମତେ କଷ୍ଟ ଲାଗିବନି, କାରଣ ମୁଁ ସେ ସନ୍ତୁଷ୍ଟ ରହିବାର ମୁଁ ଶିକ୍ଷା ପାଇଛି। ଯେମିତି ପାଉଲ ହଉଛନ୍ତି ଫିଲିପି 4:11, ଆମେ ଯୋଉ ଦେଖିବା କି ପାଉଲ ସେଠି କଣ କହୁଛନ୍ତି, ମୁଁ ସବୁ ପରିସ୍ଥିତିରେ ସନ୍ତୁଷ୍ଟ ରହିବାକୁ ମୁଁ ଜାଣିଛି। ଆଜି ଖ୍ରୀଷ୍ଟିଆନ ଜୀବନରେ ଶିକ୍ଷାର ଅଭାବ ହେବା ହେତୁ ସନ୍ତୁଷ୍ଟ ରହିବା ପାଇଁ ଜାଣି ନାହାନ୍ତି, ଯାହା ଦ୍ଵାରା କି ସେମାନେ ପରୀକ୍ଷାରେ ଭଲରେ ପଡି କଣ ହୁଅନ୍ତି, ପାପ ହରନ୍ତି, ଆଉ ଯୋଉ ବିଶ୍ୱାସ ସେମାନେ କଣ ହୁଅନ୍ତି, ଡଗମଗ ହେଇଯାଆନ୍ତି। ଯଦି ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଥାନ୍ତେ, କିପରି ସତ୍ୟ ହଇବି ତାହା ଶିକ୍ଷା କରିଥାନ୍ତେ, କିପରି ମୁଁ ଶତ୍ରୁକୁ ପ୍ରେମ କରିବି ତା ଯେ ଶିକ୍ଷା କରିଥାନ୍ତେ, କିପରି ମୁଁ ପ୍ରଲୋଭନ ମୁଁ ଲୋଭ କରିବିନି, କିପରି ମୁଁ ପରୀକ୍ଷା ଆସିଲେ ତାକୁ ମୁଁ ସହିବି, କିପରି ମୁଁ ଅସୁବିଧାରେ ଈଶ୍ୱରଙ୍କ ସାଙ୍ଗେ ରହିପାରିବି, ଏ ସମସ୍ତ ବିଷୟ ଯଦି ଜଣେ ବିଶ୍ୱାସୀ ଶିକ୍ଷା କରିଥିବ, ସେ କଣ ଏତେ ସହଜରେ କଣ ପରୀକ୍ଷାରେ ପଡିଯିବ, କେବେ ନୁହେଁ। ତେଣୁ ଲାଷ୍ଟରେ ଆଉ ଗୋଟେ ପଦ ପଢିବା, ତାପରେ ଶେଷ କରିବା। ଫାଷ୍ଟ ତିମୋଥୀ 4:12-13। ଫାଷ୍ଟ ତିମୋଥୀ 4:12-13। ତୁମମାନଙ୍କର ଯୌବନାବସ୍ଥା ସକାଶେ କି ତୁମକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀ ମାନଙ୍କର ଆଦର୍ଶ ସ୍ୱରୂପ ହୁଅ। ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ର ପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର। ଶାସ୍ତ୍ର ପାଠ, ଉପଦେଶ ଆଉ ଶିକ୍ଷାର କଣ କର, ମନୋଯୋଗ କର। ଆମେ ଯେ ଶିକ୍ଷାରେ ମନୋଯୋଗ କରିବା, ତାହେଲେ ଆମେ ବିଶ୍ୱାସରେ ଆମେ କଣ ହେଇପାରିବା, ଦୃଢ ହେଇକି ଆମେ ରହିପାରିବା। ବାରମ୍ବାର ଆମେ ଯଦି ବାକ୍ୟ ଦେଖିବା, ଖାଲି ଶିକ୍ଷା ବିଷୟ ଲେଖା ହେଇଛି,
କାହିଁକି ଲେଖା ହେଇଛି? କାରଣ ଶିକ୍ଷାର ଅଭାବ ହେତୁ ଆମର ବିଶ୍ୱାସ କଣ ହେଇଯାଏ? ଡଗମଗେଇଯାଏ। ଯେମିତି ଦିନ ପିତର ହେଇଥିଲା, ତାକୁ ପ୍ରଭୁ ଯୀଶୁ କହିଲେ କି ଶୈତାନ ତତେ କଣ କରଉଛି? ପରିବା ହରିବାକୁ ଆସୁଅଛି, 3 ଥର ମତେ ଅସ୍ୱୀକାର କରିବୁ। ସିଏ ନାଇଁ ବୋଲି କହିଲା, ନାଇଁ ପ୍ରଭୁ ମୁଁ ଆପଣଙ୍କୁ ଅସ୍ୱୀକାର ମୁଁ କରିବିନି। କିନ୍ତୁ ସେତେବେଳେ ଆଉ ତାର ଜୀବନ ପ୍ରତି ଭୟ ଆସିଲା। ଜଣେ କହିଥିଲା ଆରେ ଇଏ ଯୀଶୁଙ୍କ ସହିତ ଥିଲା, ତା ଜୀବନ ସାଙ୍ଗେ ସାଙ୍ଗେ ଭୟ ଆସିଲା, ଧରିଦେଲେ ମତେ ମାରିବେ। ତାପରେ କଣ ହେଲା? ତା ବିଶ୍ୱାସ କଣ ହେଇଗଲା? ଡଗମଗେଇ ଗଲା। ଯଦି ପ୍ରକୃତରେ ସେ ପ୍ରଭୁ ଯୀଶୁଙ୍କର ବିଶ୍ୱାସରେ ସେ ସେତେବେଳେ ନୂଆ ନୂଆ ହେଇଥିଲା ନା, ଏତେ ବିଶ୍ୱାସ ମଜବୁତ ହେଇନଥିଲା। କିନ୍ତୁ ଲାଷ୍ଟରେ ସେ କଣ ହେଲା? ଈଶ୍ୱରଙ୍କ ପାଇଁ, ଈଶ୍ୱରଙ୍କ ଗୋଟେ ଅଧିକ କଷ୍ଟ ପାଇ ସେ ମରିଛି। ସେ ସେତେବେଳେ ଶିକ୍ଷା ପାଇକି ମଜବୁତ ହେଲା। ସେମିତି ସ୍ତିଫାନ ମଧ୍ୟ ଏତେ ଶିକ୍ଷାରେ ମଜବୁତ ଥିଲା, ଯେ ମରିବାକୁ ଭୟ କଲାନି। ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେଲା। ମୁଁ ଆଜି ଏ ବିଷୟ କହିବାର କାରଣ, ଗୋଟେ ଖ୍ରୀଷ୍ଟିଆନ ହିସାବରେ ଆମ ବିଶ୍ୱାସକୁ ମଜବୁତ କରିବାକୁ ପଡିବ। ଚାହେ ଆମର ଜୀବନ ମଧ୍ୟ ପଳଉ, ଯାହା ଆମର କେତେ ମଧ୍ୟ ଅସୁବିଧା ହଉ, ଆମ ଲକ୍ଷ୍ୟ ସବୁବେଳେ ଆମର ଆତ୍ମା କେମିତି ସ୍ୱର୍ଗ ଯିବ। ଏଇ ଲକ୍ଷ୍ୟ ଯଦି ଆମେ ରଖୁଛେ, ଆମକୁ କଣ କରିବାକୁ ପଡିବ? ଏ ଜାଗତିକ ବିଷୟ ପ୍ରତି ଏତେ ମନ ଧ୍ୟାନ ନ ଦେଇକିରି ଈଶ୍ୱରଙ୍କ ଶିକ୍ଷାକୁ ଆମେ ମନ ଧ୍ୟାନ ଦେବାକୁ ପଡିବ, ମନୋଯୋଗ କରିବାକୁ ପଡିବ। ତାହେଲେ ଆମେ ଯେତେ ଆମର ଜୀବନରେ ପରୀକ୍ଷା ପ୍ରଲୋଭନ ଆସିଲେ ମଧ୍ୟ ଆମେ ଯୋଉ କହୁନା ଟିକେ ଯୋଉ ନାମଧାରୀ ଖ୍ରୀଷ୍ଟିଆନ ମାନେ ନ ହେଇକି ଆମେ ସଚ୍ଚା ଖ୍ରୀଷ୍ଟିଆନ ହେଇପାରିବା। ଲୋକ କହିବେ ଇଏ ହଉଛି ସଚ୍ଚା ଖ୍ରୀଷ୍ଟିଆନ। ମୁଁ ବାହାରେ ସବୁ ଯାଉଥିବି, ଚର୍ଚ୍ଚ ଯାଉଥିବି, ପ୍ରାର୍ଥନା ସବୁ କରୁଥିବି, ଇଆଡେ ଆସିଲା ବେଳକୁ ମୁଁ ସବୁ ଭୁଲ କାମ କରୁଥିବି, ବାଇବେଲ ବିରୁଦ୍ଧ କାମ କରୁଥିବି। ଏମିତି ମଧ୍ୟ ଖ୍ରୀଷ୍ଟିଆନ ଅଛନ୍ତି, ଯାହା ଦ୍ୱାରା କି ଈଶ୍ୱରଙ୍କ ନାମ ମାନେ ଖରାପ ହଉଛି, ନିନ୍ଦା ହଉଛି। ଏଟା କାହିଁକି ହଉଛି? କାରଣ ଶିକ୍ଷାର ଅଭାବ ହେତୁ। ତେଣୁ ଯୋଉ ପଢିଲେ 6:45 ଯିଏ ଶିକ୍ଷା ପ୍ରାପ୍ତ କରେ ସିଏ ହିଁ ଈଶ୍ୱରଙ୍କ ପାଖକୁ ଆସିଥାଏ। କେବଳ ବିଶ୍ୱାସ କାଫି ନୁହେଁ, ବିଶ୍ୱାସ ସହିତ ଶିକ୍ଷା ମଧ୍ୟ ଆବଶ୍ୟକ। ଯାହା ଆମେ ମାଥ୍ୟୁ 28 ଯଦି 20 ପଢିବା, ସେ ଲେଖା ହେଇଛି କଣ? ପ୍ରଭୁ ଯୀଶୁ ଶିଷ୍ୟ ମାନଙ୍କୁ ଆଦେଶ ଦଉଛନ୍ତି କି ମୁଁ ଯୋଉ ଯୋଉ ଶିକ୍ଷା ତୁମମାନଙ୍କୁ ଦେଇଅଛି, ତୁମେ ଯାଇ ସମସ୍ତ ଜଗତର ସେ ଶିକ୍ଷାକୁ ଶିଖେଇକି ମୋର ଶିଷ୍ୟ କରାଅ ବୋଲିକି, ଶିକ୍ଷା ଶିଖେଇକି ଶିଷ୍ୟ କରାଅ ବୋଲି କୁହାଯାଇଛି। କାରଣ ବିନା ଶିକ୍ଷାରେ ଆମେ କେହି ମଧ୍ୟ ବିଶ୍ୱାସରେ ସୁଦୃଢ ହେଇପାରିବାନି। କୌଣସି ପରୀକ୍ଷା ଫଳ ଆସିଲେ ଆମେ ଅଟୋମେଟିକ ଦବି ଯିବା। ତ ଆଜିର ଏଇ ଯୋଉ ବିଷୟ କି ବିଶ୍ୱାସରେ ଜଣେ କିପରି ଦୁର୍ବଳ ହୁଏ, ଆମେ ଦେଖିଲେ ଏଇଟା ପ୍ରଥମ କାରଣ। ଏପରି ବହୁତ କାରଣ ଅଛି, ଯଦି ପରମେଶ୍ୱର ଆମକୁ ସମୟ ଦିଅନ୍ତି ତ ଆମେ ବାକି ଯୋଉ କାରଣ ଗୁଡାକ ଅଛି ତାହା ଆମେ ଶିଖିବା, ଯାହା ଦ୍ଵାରା କି ଆମେ ଆମର ଜୀବନକୁ ଆମେ କଣ କରିପାରିବା, ଯାହା ଆମେ ମାନେ କୁହାହବ ସେ ଅନୁସାରେ ଆମେ କରିବା। ଖାଲି ଶୁଣିଲେ ମଧ୍ୟ ହବନି, ଯେମିତି ଆମକୁ ବାକ୍ୟ ମଧ୍ୟ ଶିଖାଏ କି ଶ୍ରୋତାକାରୀ ନ ହେଇକି କାର୍ଯ୍ୟକାରୀ ମଧ୍ୟ ହବାକୁ ପଡିବ। ଖାଲି ଶୁଣିଲେ ହବନି, ଯାହା ଯାହା ଆମେ ଶୁଣିଛେ ତାହାକୁ ଆମକୁ କରିବାକୁ ମଧ୍ୟ ଆମକୁ ପଡିବ। ଏଇ ବାକ୍ୟରେ ପରମେଶ୍ୱର ଆମକୁ ଆଶୀର୍ବାଦ କରନ୍ତୁ। ଆମେ ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ହେ ଆମଙ୍କର ସ୍ୱର୍ଗସ୍ଥ ପିତା ପରମେଶ୍ୱର, ପିତା ଏତେବେଳେ ଆପଣଙ୍କର ସେ ମହାନ ପବିତ୍ର ପ୍ରେମମୟ ନାମକ ପିତା ଆମେ ଧନ୍ୟବାଦ ଦଉଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ। ପିତା ଧନ୍ୟବାଦ ହଉଛୁ ପିତା, ଆମ ସମସ୍ତଙ୍କୁ ଗୋଟେ ସୁନ୍ଦର ସୁଯୋଗ ଦେଲେ ଆପଣଙ୍କ ବାକ୍ୟରୁ ଶିଖିବା ପାଇଁ ପିତା। କାରଣ ଆପଣ ବାକ୍ୟରେ ମଧ୍ୟ କହିଅଛନ୍ତି, ଯିଏ ଶିକ୍ଷା ନ କରେ ସେ ଆପଣଙ୍କ ପାଖକୁ ଆସିପାରିବ ନାହିଁ। ଏବଂ ଆପଣଙ୍କର ଇଚ୍ଛାକୁ ଶିଖିବା ପାଇଁ ଆମମାନଙ୍କୁ ପ୍ରତ୍ୟେକ ଦିନ ଆପଣଙ୍କର ବାକ୍ୟକୁ ପଢିବାକୁ ପଡିବ, ଆପଣଙ୍କ ବାକ୍ୟକୁ ଆଲୋଚନା କରିବାକୁ ପଡିବ। ଆପଣଙ୍କ ବାକ୍ୟକୁ ପିତା ଆମେ ଘୋଷିବାକୁ ପଡିବ ପିତା, ଯାହା ଦ୍ୱାରା କି ଆମେ ଆପଣଙ୍କର ଇଚ୍ଛା ଅନୁସାରେ ଆମ ଜୀବନକୁ ଆମେ କାଟି ପାରିବୁ। ଏବଂ ଆପଣ ମଧ୍ୟ ଚାହାନ୍ତି କି କେବଳ ଜଣେ ବିଶ୍ୱାସୀ ହେଇଗଲେ କାଫି ନୁହେଁ, ଆମମାନେ ଆପଣଙ୍କର ଇଚ୍ଛା ଅନୁସାରେ ମଧ୍ୟ ଜୀବନ କାଟିବାକୁ ପଡିବ। କାରଣ ଆପଣ ଚାହାନ୍ତି କି ଯୋଉମାନେ ଆପଣଙ୍କୁ ବିଶ୍ୱାସ କରିଅଛନ୍ତି ସେମାନଙ୍କ ଆତ୍ମା ବିନଷ୍ଟ ନ ହଉ, ପ୍ରତ୍ୟେକ ଆତ୍ମା ଯେପରି ସ୍ୱର୍ଗକୁ ଯାଉ। ସେଥିପାଇଁ ବାକ୍ୟ ମାଧ୍ୟମରେ ଆମମାନଙ୍କୁ ଆପଣ ଶିକ୍ଷା ଦେଲେ କି ଆମମାନେ ପ୍ରଥମେ ଆପଣଙ୍କର ଶିକ୍ଷାକୁ ଜାଣିବୁ, ଆପଣ ଆମଠୁ କଣ ଚାହାନ୍ତି, ଆପଣଙ୍କ ଉଦ୍ଦେଶ୍ୟ, ଆପଣଙ୍କ ଲକ୍ଷ୍ୟ, ଆପଣଙ୍କ ଇଚ୍ଛା, ଆପଣଙ୍କ ନିୟମ, ଏଇ ସବୁ ବିଷୟ ଆମେ ଜାଣିକି ଆମମାନେ ସେ କାର୍ଯ୍ୟ କରିବୁ, ଯାହା ଦ୍ୱାରା କି ଆପଣ ସନ୍ତୁଷ୍ଟ ହେବେ ଏବଂ
ଆମକୁ ଆପଣ ଯୋଉ ରଖିଥିବା ସେଇ ପରିତ୍ରାଣ ମୁକୁଟ ତା ଆମେ ପାଇପାରିବୁ। ପିତା, ଆମେ ଯେତେ ଯୋଡି ହେଇଛୁ ଆମ ସମସ୍ତଙ୍କୁ ପିତା ମୁଁ ଆପଣଙ୍କ ଚରଣରେ ରଖୁଅଛି। ପିତା, ଆପଣ ସମସ୍ତଙ୍କ ହୃଦୟ ସମସ୍ତଙ୍କୁ ମନକୁ ଦେଖନ୍ତି, କିଏ କୋଉ ପ୍ରକାର ମନରେ ଆପଣଙ୍କ ପାଖକୁ ଆସିଅଛନ୍ତି। ପିତା, ଆମ ଭିତରକୁ ଅନେକ ଆତ୍ମିକରେ ଦୁର୍ବଳ, ବିଶ୍ୱାସରେ ଦୁର୍ବଳ ହେଇଥାନ୍ତି। ଯଦି ପିତା ପ୍ରାର୍ଥନା କରୁଅଛି ଏଇ ବାକ୍ୟ ମାଧ୍ୟମରେ ସେମାନେ ଯେମିତି ଆତ୍ମିକରେ ସବଳ, ଦୃଢ ଏବଂ ବଳବାନ ହେଇପାରିବେ, ପିତା ଆପଣ ସେମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ। ଏହିପରି ଭାବରେ ଆମେ ଆପଣଙ୍କ ବାକ୍ୟ ମାଧ୍ୟମରେ ଆମର ଜୀବନର ଆଚରଣ, ଆମ ଆତ୍ମାର ଆଚରଣ ଏସବୁକୁ ଆମେ ସୁଧାରିକି ଆପଣଙ୍କର ଆଚରଣ ଯାହା ତାହା ଆମେ କରିପାରୁ। ପିତା ମାନଙ୍କୁ ସାହାଯ୍ୟ କରନ୍ତୁ। ବିଶେଷ କରି ପ୍ରାର୍ଥନା କରୁଅଛି ଜୀବନ ପାଇଁ। ସେ ପିତା ଚାହୁଁଅଛି କି ଆହୁରି ଆତ୍ମିକ କ୍ଷେତ୍ରରେ ବଢିବା ପାଇଁ ଆପଣ ତାକୁ ସାହାଯ୍ୟ କରନ୍ତୁ। ସେ ଯେମିତି ଆହୁରି ଆପଣଙ୍କ ପାଇଁ ଆଗ୍ରହୀ ହବ, ଆହୁରି ଆପଣ ତାକୁ ଆଶୀର୍ବାଦ କରନ୍ତୁ। ସେ ଯେମିତି ଆହୁରି ଆତ୍ମିକ କ୍ଷେତ୍ରରେ ବଢିକି ଆପଣଙ୍କ ପାଇଁ ଗୋଟେ ପିତା ସାକ୍ଷୀ ହେଇପାରିବେ। ପିତା ଆପଣ ସାହାଯ୍ୟ କରନ୍ତୁ। ପିତା, ଯାହାର ଯଦି କୌଣସି ଅସୁବିଧା, ରୋଗ, ବ୍ୟାଧି ଥାଏ ଆପଣ ଜାଣନ୍ତି, ଆପଣଙ୍କ ଇଚ୍ଛା ଅନୁସାରେ ସେ ସବୁକୁ ସୁସ୍ଥ କରନ୍ତୁ ବୋଲି ପ୍ରାର୍ଥନା କରୁଅଛି। ପିତା, ଯାହା ମାଗି ନାହିଁ ଯାଚିତ ପ୍ରଦାନ କରନ୍ତୁ। ସମସ୍ତ ପ୍ରକାର ଭୁଲ ଦୋଷ ପୁରା ଦୟାକରି କ୍ଷମା କରନ୍ତୁ। এই ପ୍ରାର୍ଥନା ଆପଣଙ୍କ ପ୍ରିୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ।